स्वागतम सुस्वागतम बंधुगण आमे आज शुक्रवार अक्टोबर 3 तारीख शुक्रवार अक्टोबर 3 तारीख शुक्रवार यही दिनर राशिफल को नहीं एक विशद आलोचना करवा ता पूर्व जानिबा जे सूर्यास्त 5:31 पर 5:31 पर सूर्यास्त ता पूर्व प्रस्तुत हेबा एवं प्रभु कल्याण पाइबा। खराब समय है 10:05 रु 11:34 10:05 रु 11:34 मंद समय। यही समय पूर्वर आम कौन कार्य आरंभ करवा यात्रा करवा परे करवा 5:31 पूर्वर ठाकुर घर को जीवा बा मंदिर को जीवा। हाँ हेले आज अक्टोबर 3 तारीख शुक्रवार तिथि एकादशी नक्षत्र श्रवणा आउ चंद्र अछंती मकर राशि। आज बिछा धनु मीनर घातबार बिछा धनु मीन राशि घातबार सिंह राशि पुरुषंकर घातचंद्र सिंह राशि पुरुषंकर घातचंद्र कन्यार घात तारा यही जो मानकर घात कन्यार घात तारा टे बेसी दुख आउ सिंह राशि पुरुषंकर घात चंद्र मानसिक समस्या सृष्टि हम ता छड़ा बिछा धनु मकर आंगर घात बार शारीरिक समस्या सृष्टि हम। यहाँ हूँ विज्ञ लोकंर मतामत आम टे सतर्क रहा घर छाइबा नहले घरे वर्षा हम छता नहीं बाहर को जीवा ना ओदा हो खरार सीझीजा साधारण कथा है। आसतु शुणा मेष राशि कथा। मेष राशि एक कर्म मुखर दिन मेष राशि एक कर्म मुखर दिन राति 9:27 जाए राति 9:27 जाए एक कर्म मुखर दिन। कर्म को से आदर करेंगे कर्मरु सुख शांति और धन पाइबे। तापरे शोइबा हम ये जो कर्म मुखर हम ये कर्म मुखर भितर क्लांत हो पड़े खटी खटी क्लांत हो पड़े। आवश्यक मुताबक धन सम्मान आदर मिल अल्प किसी मिल भल लगे किंतु राति 9:27 पर बहुत भल समय आसो भल निद हेबो और बढ़िया भोजन हेबो। राति पाई भल भोजन भल निद अच्छी राति 9टा परठू भल समय आसो तापर पाई जदि स्वप्न आसे तेरे बड़ मजा लगे। सूर्योदय ठारू कर्म चंचल रहिबे यही राशि एणु यार अधीन रे थिबा जनता कर्म को ईश्वर भावी लाभ आशारे कर्म कर चलिए। यही कर्मानुसार धन और यश मिल कर्म जिते उत्कृष्ट हम जिते मन जीतब जिते लोकंर कामेर लगे से अनुजाई धन और यश मिल। एक आम गीतार शुणीचे कर्मण्येवाधिकारस्ते कर्म कर चलिबा देवदर्शन योग अच्छी धन जन गोप लक्ष्मी सर्वविध सुख मिल मंगल है। माने आज मेष राशि कर्म चंचल दिन कर्म जिते उत्कृष्ट आदर्श हम से अनुजाई धन सम्मान आदर मिल। हाँ बंधु आम जा वृषभ। वृष राशि दिनटी बड़ गोलमालिया हम बृहस्पति शुक्र मंगल राहु बृहस्पति शुक्र मंगल राहु दया कले भी करुणा करिवे साहाय्य करिवे वर्षा समय छता जोगई देवे भोक समय खाद्य जोगई देवे। हेले आमे करिथिबा कर्म फल
ଆମ ପଛେ ପଛେ ଗୋଡ଼େଇବ। ଛାଇ ଯେମିତି ଗୋଡ଼େଇ ଥାଏ, ଆମେ ଯେଉଁ କର୍ମ କରୁଛେ ସେ ଫଳ ଗୋଡ଼େଇବ, ଆମକୁ ହଇରାଣ କରିବ। ଏଣୁ ସମସ୍ତଙ୍କୁ ଡର ଲାଗିବ। ଗୋଳମେଳା ଦିନ ଏଥିପାଇଁ କି ସମସ୍ତଙ୍କୁ, ପ୍ରତି ଲୋକକୁ ଡର ଲାଗିବ। ଆଉ ଏ କାମ କରିବି, କାଳେ କ'ଣ ଅଘଟଣ ଘଟିବନି ତ, ରାସ୍ତାରେ ଯିବି କାଳେ ଧକ୍କା ହେଇଯିବ, ଏମିତି ଖାଲି ଡର ଲାଗିବ। ସମ୍ମାନ ହାନି ହେବାର ଭୟ ଅଛି। ଅଳ୍ପ ଧନ ପାଖକୁ ଆସିବ। ବୃଷ ରାଶି ପାଇଁ ଆଜି ମନ ବିଚଳିତ ହେବ, ଭୟ ଲାଗିବ। ଗୋଳମାଳିଆ ଦିନ ହେବ, ଭଲ ଲାଗିବନି, ଧନ ଅଳ୍ପ ଆସିବ, କର୍ମ କରିବା ପାଇଁ ଆଗ୍ରହ ଆସିବନି, ଇତ୍ୟାଦି ଇତ୍ୟାଦି ଇତ୍ୟାଦି। ଆମେ ଆସିବା ଏବେ ସେଇ ବୃଷ ରାଶି ଉପରେ ଆଉ ପଦେ କହିବା। ଯଥା ସମ୍ଭବ ଦାନ ଧର୍ମ କରିପାରିଲେ କିଛି ଭଲ ହୁଅନ୍ତା। ଏଠି ଜ୍ୟୋତିଷ କହୁଛନ୍ତି, ହେ ବୃଷ ରାଶିର ଲୋକେ, ଆଜି କିଛି ଦାନ ଧର୍ମ କର, ପୂର୍ବକୃତ କର୍ମର କୁଫଳ ମିଳିବନି, ମଙ୍ଗଳ ହେବ। ଏବେ ଆଲୋଚନା କରିବା ମିଥୁନ କଥା। ମିଥୁନର ଅଧିପ ବୁଧ, ବୁଧର ଶତ୍ରୁ ଚନ୍ଦ୍ର, ମିଥୁନ ପାଇଁ ଅଷ୍ଟମ ଚନ୍ଦ୍ର। ଏଣୁ ବଡ଼ କଷ୍ଟ ହେବ, ଆଜି ବଡ଼ କଷ୍ଟ ହେବ, ଦେହ ଅସୁସ୍ଥ ହେବ, ବୃଥା ବ୍ୟୟ ହେବ, କଳହ ହୋଇଯିବ। ତେଣୁ ସମ୍ମାନ ହାନି ହେବ। ମିଥୁନ ପାଇଁ ଆଦୌ ଶୁଭ ଦିନ ନୁହେଁ, ଏକ କଳହପୂର୍ଣ୍ଣ ଦିନ। ଯେହେତୁ ବୁଧ ଆଉ ଚନ୍ଦ୍ରଙ୍କର ପଡ଼େନି, ବୁଧଠାରୁ ଚନ୍ଦ୍ର ଅଷ୍ଟମ, ଏହି ଦୃଷ୍ଟିକୋଣରୁ ଆଜି ଋଣଦାତାମାନେ ହଇରାଣ କରିବେ, ବୃଥା କଳହ ହେବ, ସମ୍ମାନ ହାନି ହେବ ଏବଂ ଦେହ ଟିକେ ଖରାପ ହେବ। ଯେଉଁମାନେ ପୁରୁଣା ରୋଗୀ ସେମାନଙ୍କୁ ଅଧିକ କଷ୍ଟ ହେବ। ପ୍ରତି ଅଙ୍ଗରେ କିଛି ନା କିଛି ସମସ୍ୟା ହେବ, ମନ ଭଲ ଲାଗିବନି। କର୍କଟ ପାଇଁ କ'ଣ ଅଛି? କର୍କଟ ପାଇଁ ଭଲ ଦିନ, ନାନାବିଧ ସୁଖ ମିଳିପାରେ, ଯୋଜନା ସଫଳ ହେବ, ସୁବନ୍ଧୁ ଧନ ଦେଇ ଆମକୁ ଉତ୍ସାହିତ କରିବେ, ଉତ୍ତମ ସ୍ୱାଦିଷ୍ଟ ଭୋଜନ ମିଳିବ, ସାମାଜିକ, ଦାମ୍ପତ୍ୟ, ପାରିବାରିକ, ଆର୍ଥିକ ସୁଖ ମିଳିବ, ଧନ ଲାଭ ହେବ। ସମସ୍ତ ବୃତ୍ତିର କର୍କଟ ରାଶିର ଲୋକେ ବଡ଼ ଉପକୃତ ହେବେ। କର୍କଟ ପାଇଁ ଆଜି ସବୁ ଦିଗରୁ ଭଲ। ଧନ ମାନ ସମ୍ମାନ ମିଳିବ, ପୁରୁଣା ରୋଗ ଭଲ ହେଇଯିବ, ମନ ଶାନ୍ତି ଲାଗିବ, ଆଉ ବନ୍ଧୁ ମହଲରୁ କିଛି ଉପହାର ଆସିବ। କୃତ କର୍ମ ଯୋଜନା ଅନୁଯାୟୀ ଠିକ୍ ଅର୍ଥାଗମ ହେବ, ଉତ୍ତମ ଭୋଜନ ମିଳିବ, ଆରାମରେ ଦିନଟି ଯିବ। ଏବେ ସିଂହ କଥା ଆଲୋଚନା କରିବା। ସିଂହ ରାଶିର ମଙ୍ଗଳ ପାଇଁ, ସିଂହ ରାଶିର ମଙ୍ଗଳ ପାଇଁ କେଉଁ ଗ୍ରହ ଅଛନ୍ତି? ଏକାଦଶ ବୃହସ୍ପତି, ଦ୍ୱିତୀୟ ବୁଧ, ଦ୍ୱିତୀୟ ଶୁକ୍ର, ତୃତୀୟ ମଙ୍ଗଳ, ଷଷ୍ଠ ଚନ୍ଦ୍ର। ଏତେ ଗୁଡ଼ିଏ ଗ୍ରହ ସିଂହ ରାଶିକୁ କଲ୍ୟାଣ କରିବେ। କିଏ କିଏ କରିବେ? ଯେ ଏକାଦଶ ବୃହସ୍ପତି, ଦ୍ୱିତୀୟ ବୁଧ, ଦ୍ୱିତୀୟ ଶୁକ୍ର, ତୃତୀୟ ମଙ୍ଗଳ, ଷଷ୍ଠ ଚନ୍ଦ୍ର, ଏମାନେ ସମସ୍ତେ ସିଂହ ରାଶିର ଶୁଭ କାମନା କରିବେ, ମଙ୍ଗଳ କାମନା କରୁଛନ୍ତି। ସିଂହ ରାଶିର ଯଥେଷ୍ଟ ମଙ୍ଗଳ ହେବ। ସେମାନେ ଟିକେ ଶାନ୍ତିରେ ଶୋଇପାରିବେ, ଆରାମରେ ବସିପାରିବେ, ଶୁଭ ଚିନ୍ତା କରିପାରିବେ। ନୂତନ ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଉତ୍ସାହିତ ହେବେ। ବ୍ୟବସାୟୀ, ବଣିକ, ଓକିଲ, ଚିକିତ୍ସକ ଆଦି ବ୍ୟକ୍ତିଗଣ ଯଥେଷ୍ଟ ବେଶୀ ଆୟ କରି ଖୁସି ହେବେ। କିଛି ଗୃହୋପକରଣ କିଣିବେ ଆଉ ଆନନ୍ଦ ଲାଗିବ। ପୋଲିସ, ସୈନିକ ଏମାନେ ଦୁଷ୍ଟ ଦମନ ଲୀଳା କରିବେ ଓ ଦୁଷ୍ଟମାନଙ୍କୁ ସାବାଡ଼ କରିବେ। ଯଦି ଚେଷ୍ଟା କରିବେ ସୈନିକମାନେ ଆଉ ପୋଲିସ ବାହିନୀ, ତାହେଲେ ତାଙ୍କର କାର୍ଯ୍ୟକଳାପରେ ସୁନାମ ଆସିବ, ଦୁଷ୍ଟ ଦମନ ହେବ। କନ୍ୟା ରାଶିକୁ ଟିକେ କନ୍ୟା କଥା ଆଲୋଚନା କରିବାନି। କନ୍ୟା ରାଶିକୁ ଆଜି ନାନାବିଧ ସୁଖ ମିଳିବ, ବନ୍ଧୁ ସହଯୋଗ ମିଳିବ, ଆୟ ବଢ଼ିଯିବ, ସୁଖ ଓ ଶାନ୍ତି ମିଳିବାର ସୁଯୋଗ ଆସିବ, ଦେହ ସୁସ୍ଥ ରହିବ, ପାରିବାରିକ ଶାନ୍ତି, ସାମାଜିକ ସୁଖ ଅବଶ୍ୟ ମିଳିବ, ଦାମ୍ପତ୍ୟ କଳହ ଶାନ୍ତ ହେବ, ସବୁ ଯୋଜନା ଠିକ୍ ଠାକ୍
ଚାଲିବ, ଉତ୍ତମ ରୂପରଖ ଦେଇ ମନସ୍କାମନା ଏକ ସୁନ୍ଦର ମୂର୍ତ୍ତି ଗଢ଼ିବ। ଏ କଥା ଆପଣ କାହାକୁ କହିବେନି। କନ୍ୟା ରାଶିଙ୍କୁ ସତର୍କ ଦିଆଗଲା, ଯାହା ଭାବିଛନ୍ତି ଏଇ କାମ କରିବି, ମାନେ ଭଲ କାମ କହୁଛି। ଖରାପ କଥା ଯଦି ଭାବିଛନ୍ତି କହିଦିଅନ୍ତୁ, ମୋତେ ଆଗ କହିଦିଅନ୍ତୁ। ଖରାପ କଥା ଯଦି ଭାବିଛନ୍ତି ମୋତେ ଆଗ କହିଦିଅନ୍ତୁ, ମୁଁ ସମସ୍ତେ କହିଦେବି। କିନ୍ତୁ ଭଲ କଥା ଯାହା ଭାବିଛନ୍ତି ଏହା କରିବି, କାହାକୁ କହନ୍ତୁନି। ଯଦି କହିଦେବେ ତାହେଲେ ଫସଲ ଫାଟିଯିବ। କାମ ସରିଲା ପରେ ଲୋକ ଜାଣି ଆପଣଙ୍କୁ କହିଲେ ଭଲ। ହଁ, ଗୋଟେ ଗଛ ଲଗାଇବେ, ଆମ ଘର ଆଗରେ କହିଥିଲେ, କାହାକୁ କହନ୍ତୁନି, ଜମା ଗାତ ଖୋଳି ପାରିବେନି, ଗଛ ଲଗାଇ ପାରିବେନି। କିନ୍ତୁ ଗଛ ଲଗାଇ ସାରିଲା ପରେ ଲୋକ ଦେଖି ଯେତେବେଳେ ଛାଇରେ ବସିବେ ପ୍ରଶଂସା କରିବେ। ଭଲ କାମ କରିବା ପୂର୍ବରୁ କାହାକୁ କହନ୍ତୁନି। କଥା ଜ୍ଞାନୀ ମନା କରିଛନ୍ତି, ମନସା ଚିନ୍ତିତ କର୍ମ ବଚସା ନ ପ୍ରକାଶୟେତ୍। ହଁ ବନ୍ଧୁ, ଆମେ ଏବେ ଯିବା ତୁଳା ରାଶି ପାଖକୁ। ତୁଳା ରାଶି ଆଜି ଟିକେ ମନ ଦୁଃଖ କରିବେ, କାରଣ ତୁଳା ରାଶିର ଆଜି ଶୁଭ ଦିନ ନୁହେଁ। କାରଣ ଜନ୍ମ ମଙ୍ଗଳ, ଦ୍ୱାଦଶ ରବି, ଦ୍ୱାଦଶ ବୁଧ, ଚତୁର୍ଥ ଚନ୍ଦ୍ର ଏମାନେ ଅସହଯୋଗ କରିବେ, ଯାହାଫଳରେ ଦେହ ଖରାପ ହେବ, ମୁଣ୍ଡ ବିନ୍ଧିବ, କୌଣସି କାର୍ଯ୍ୟ କରିବା ପାଇଁ ଆଗ୍ରହ ହେବନି। ଯଦି ଟିକେ ବଡ଼ ପାଟିରେ କାହାକୁ କ'ଣ କହିବେ ସେ ଝଗଡ଼ା କରିବ। ଆଜି ଗ୍ରହମାନେ ସନ୍ତୁଷ୍ଟ ନାହାନ୍ତି। ଜନ୍ମ ମଙ୍ଗଳ, ଦ୍ୱାଦଶ ରବି, ଦ୍ୱାଦଶ ବୁଧ, ଚତୁର୍ଥ ଚନ୍ଦ୍ରଙ୍କର ସହଯୋଗ ଥାଇ ଦାହିକ ଯନ୍ତ୍ରଣା ଭୋଗ କରିବେ। କିଛି ନା କିଛି ରୋଗ ହଇରାଣ କରିବ, କଳହର ସୂତ୍ରପାତ ହେବ, କିଛି ଅଘଟଣ ଘଟିଯାଇପାରେ, ଖାଦ୍ୟ ପେୟ ରୁଚିକର ହେବନି। ତଥାପି ଷଷ୍ଠ ଶନି, ନବମ ଗୁରୁ, ଦ୍ୱାଦଶ ଶୁକ୍ର, ଏକାଦଶ କେତୁ ସହଯୋଗ କରିବେ। ଏଇ ଯେଉଁ କଳହ ହେବ ସାମାନ୍ୟ, ରୋଗ ହେବ ବେଶୀ କଷ୍ଟ ଦେବନି। ଯେହେତୁ ଏପଟରେ ଯୋଦ୍ଧାମାନେ ଅଛନ୍ତି ନା ସାହାଯ୍ୟ କରିବା ପାଇଁ, ସେ କିଏ ହେଲେ ଷଷ୍ଠ ଶନି, ନବମ ଗୁରୁ, ଦ୍ୱାଦଶ ଶୁକ୍ର, ଏକାଦଶ କେତୁ। ଏମାନେ ଠେଙ୍ଗାରେ ଠିଆ ହେଇଛନ୍ତି। ସେପଟରେ ବାଡ଼ିରେ ଯିଏ ପଶିଯିବ ବାର ପିଟିବେ। ଆଉ କ'ଣ, ଯାହା ହେଲେ ବି ରୋଗ ହେବ, କଳହ ହେବ, ହୁସିଆର ଟିକେ। ଏବେ ବିଛା ପାଖକୁ ଯିବା। ବିଛା ପାଇଁ ଆଜି ଧନ ଲାଭ ଯୋଗ ଅଛି। ଭାଇ ଭଉଣୀ ସମ୍ପର୍କ ଭଲ ରହିବ। ତୁମ ଚରିତ୍ରକୁ ସାଇ ପଡ଼ିଶା ଅନ୍ୟ ରୂପ ଦେବେ, ତେଣୁ ଚରିତ୍ରକୁ ଟିକେ ସଂଶୋଧନ କରନ୍ତୁ। ସନ୍ତାନ ସମ୍ବନ୍ଧୀୟ ଖବର ଶୁଭ ହେବ। କଳହ ଯୋଗ ଅଛି, କିନ୍ତୁ ଆଜି କ୍ରୋଧ ସମ୍ବରଣ ନ କଲେ ବଡ଼ ଅସୁବିଧାରେ ପଡ଼ିବେ। କ୍ରୋଧକୁ ଆୟତ୍ତ ନ କରିବେ, କ୍ରୋଧରୁ ହିଂସା ସୃଷ୍ଟି ହେବ, ଆଉ ହିଂସାରୁ ରକ୍ତପାତ ହେଇଯାଇପାରେ। ତେଣୁ ଟିକେ ଜଗି ରଖି କଥାବାର୍ତ୍ତା କରନ୍ତୁ, ବ୍ୟବହାର କରନ୍ତୁ। ଅନ୍ୟଥା ଅଖା ଧୋଉଥିବେ, ଗୁଣ ଗାଉଥିବେ। ବିଛା ରାଶିଙ୍କ ପାଇଁ କ୍ରୋଧ ସମ୍ବରଣ ନ କଲେ ନିଜର କ୍ଷତି ହେବ, ଯାହା ଉପରେ ରାଗିବେ ତାର କ୍ଷତି ହେବ, ତାର କମ୍ କ୍ଷତି ହେବ, ତୁମର ବେଶୀ କ୍ଷତି ହେବ। ତେଣୁ ବିଛା ରାଶିର ଲୋକ ହୁସିଆର। ସବୁ ଭଲ ଖବର ପାଇବେ, ସନ୍ତାନ ସମ୍ବନ୍ଧୀୟ ଭଲ ଖବର, ଆଉ ଧନ ହେବ, ଆୟ ହେବ, ବ୍ୟବହାର ଭଲ ହେବ, ଭଲ ଖାଦ୍ୟ ମିଳିବ। କିନ୍ତୁ କ୍ରୋଧ ସମ୍ବରଣ ନ କଲେ ପ୍ରକୃତି ଦୋଷରୁ ବିପଦରେ ପଡ଼ିବେ। ଧନୁ ପାଇଁ ଆଜି ଆଲୋଚନା କରିବା। ଧନୁ ପାଇଁ ବଡ଼ ଅସୁବିଧା ଦିନ। ମନ ବାୟା ହୋଇ ସମସ୍ତଙ୍କୁ ସନ୍ଦେହ କରିବ, ବ୍ୟାକୁଳ ହେବ, ବ୍ୟାକୁଳତା ବଢ଼ିଯିବ, କିଛି ମନେ ପଡ଼ିବନି। ଏଣୁ କିଛି ବଦ ଖର୍ଚ୍ଚ ହେବ, ବ୍ୟୟ ବଢ଼ିଯିବ। ଭାଇ ବନ୍ଧୁ ସହଯୋଗ କରିବେ, ହେଲେ ଏ ସହଯୋଗ କଲେ ବି ତାଙ୍କୁ ବି ସନ୍ଦେହ ହେବ। ଜୀବନ ସାଥୀ ସମଦୁଃଖୀ ହେବେ। ଏଣୁ ସମସ୍ୟା ଟିକେ କମ୍ ହେବ। ଜୀବନସାଥୀ ସାହାଯ୍ୟ କରିବେ। କର୍ମ କ୍ଷେତ୍ରରେ ସହକର୍ମୀ ଓ ଅଧିକାରୀ ସନ୍ତୁଷ୍ଟ ହେବେ। କିଛି ଦ୍ରବ୍ୟ ଲାଭ ଯୋଗ ଅଛି। ସବୁ ଠିକ୍ ଠାକ୍।
କାର ଧନୁରାଶିର, କିନ୍ତୁ ମନ ଆଜି ବିଚଳିତ, ମନ ହେବ ବାଇଆ, ମନ ଆଜି ସମସ୍ତଙ୍କୁ ସନ୍ଦେହ କରିବ। ମନର ମୂଳେ ଜଗତ, ମନ ଦୃଢ଼ କଲେ ଗାଡ଼ିଆ ଗଙ୍ଗା, ଏହି ମନ ବୃନ୍ଦାବନ, ଏହି ମନ କାଶୀ, ଏହି ମନ ବଦ୍ରୀନାଥ ପୁରୀ ବାରାଣାସୀ। ମନକୁ ବୁଝେଇ ଦିଅନ୍ତୁ। କ'ଣ ବୁଝେଇବେ? ତମେ ନିଜେ ଖରାପ ଆଉ ସମସ୍ତେ ଭଲ। ଏ ଚିନ୍ତା କେବଳ ଜ୍ଞାନୀମାନେ କରନ୍ତି ଯେ ମୁଁ ଖରାପ, ସଂସାରରେ ସମସ୍ତେ ଭଲ, ମୁଁ ମୂର୍ଖ ସମସ୍ତେ ଜ୍ଞାନୀ, ମୁଁ କୃପଣ ସମସ୍ତେ ଦାନୀ। ଏ ଚିନ୍ତା ଜ୍ଞାନୀମାନେ କରନ୍ତି। ଆପଣ ଜ୍ଞାନୀ ହେଇଯାଆନ୍ତୁ ନା, ମନକୁ ବୁଝେଇ ଦିଅନ୍ତୁ। ଧନୁ କଥା ସରିଲା। ମକର କଥା। ମକରର ମଙ୍ଗଳମୟ ଦିନ ଆଜି, ବଢ଼ିଆ ଦିନ ମକରର ମଙ୍ଗଳମୟ ଦିନ। ଉତ୍ତରାଷାଢ଼ା ମକର ଟିକେ ଅଧିକ ସୁଖ ପାଇବେ, ମାନେ 21 ବିଭକ୍ତକ 9 ରାଶିର ଆଜି ଟିକେ ଅଧିକ ଭଲ ହେବ, ଦେହ ଭଲ ରହିବ, ଉତ୍ତମ ସ୍ୱାସ୍ଥ୍ୟକୁ ନେଇ ସେ ଖୁସି ହେବେ, କର୍ମ କ୍ଷେତ୍ରରେ ପ୍ରଶଂସାପତ୍ର ମିଳିବ। ଗୋଟା ମଜା କଥା, ମକର ରାଶିର ଲୋକମାନେ ଆଜି ଦର୍ପଣରେ ବାରମ୍ବାର ନିଜ ମୁହଁକୁ ଦେଖିବେ। ମୁଁ ବଢ଼ିଆ ଦେଖାଯାଉଛି, ଏ ଭାବ ତାଙ୍କ ମନକୁ ଆସିବ। ହଁ, କର୍ମ କ୍ଷେତ୍ରରେ ପ୍ରଶଂସାପତ୍ର ମିଳିବ, ଭଲ ଆୟ ହେବ, କୌଣସି ସମସ୍ୟା ମୁଣ୍ଡ ଟେକିବନି, ଭଲ ଖାଦ୍ୟ, ଭଲ ନିଦ, ଭଲ ବନ୍ଧୁ ଆନନ୍ଦିତ କରିବେ, ସନ୍ତାନ ସୁଖ ପାଇବେ, ବନ୍ଧୁ ମହଲରେ ପ୍ରଶଂସା ହେବ, ତମେ ବହୁତ ଭଲ। ଏବେ କୁମ୍ଭ ରାଶି କଥା ଆଲୋଚନା କରିବା। କୁମ୍ଭ ରାଶିର ରାତି 9:27 ପରଠାରୁ ଶୁଭ ସମୟ ଆରମ୍ଭ ହେବ। ତାମାନେ କ'ଣ? ରାତି 9:27 ଯାଏ ଅଶୁଭ। ରାତି 9:27 ପରେ ଯଦି ରାତ୍ରି ଭୋଜନ କରିବେ ତାହେଲେ ଭୋଜନଟି ରୁଚିକର ହେବ, ଭଲ ନିଦ ହେବ, ବଢ଼ିଆ ସ୍ୱପ୍ନ ଆସିବ ଓ ଆସନ୍ତା କାଲି ପାଇଁ ଯୋଜନା କରିପାରିବେ। ତେଣୁ କୁମ୍ଭ ରାଶିର 9:27 ପରେ ଶୁଭ ସମୟ ଆରମ୍ଭ ହେବ, ମାନେ ରାତ୍ରି ଭୋଜନ ଓ ନିଦ୍ରା ସୁଖମୟ ହେବ। ମାତ୍ର ଦିନ ସାରା ଦେହ ଅସୁସ୍ଥ ରହିବ, ଅଶାନ୍ତ ବୋଧ ହେବ, ପୁରୁଣା ରୋଗ ମୁଣ୍ଡ ଟେକିବ, ସମସ୍ୟା ଗୁରୁତର ହେବ। ବୁଧ ଶୁଭ ଫଳ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି, ଶନିଙ୍କର ଦୟା ମିଳିବ। ମାତ୍ର ଭଲ ଆୟ ହେଲେ ବି ସେ ଆୟ ମନକୁ ଯିବନି, ବୃହସ୍ପତି ସହାୟ ହେବେ। ଆୟ ହେବ, କଳହ ହେବ, ରୋଗ ହେବ, ବୃହସ୍ପତି ସାହାଯ୍ୟ କରିବେ, କିନ୍ତୁ ଯେତିକି ବ୍ୟୟ ହେବ ଆୟ ପ୍ରାୟ ସେତେ ହେବନି, ସମସ୍ୟା ମୁଣ୍ଡ ଟେକିବ। ତେଣୁ ଧୈର୍ଯ୍ୟ ଧରନ୍ତୁ। ଇଏ ରୋଗ ରାତିକି ହଇରାଣ କରିବନି, ରୋଗ ଭଲ ହେଇଯିବ, ଆରୋଗ୍ୟତା ଲାଭ କରିବେ, ଭଲ ନିଦ ହେବ, ଆୟ ହେବ, କିନ୍ତୁ ସନ୍ତୁଷ୍ଟ ହେବେନି। ହଉ ପଡ଼ିବ ନା, ଆଉ କ'ଣ ମନକୁ ବୁଝେଇବେ ନା। ଆଉ ମୀନ ରାଶି, ମୀନ ପାଇଁ ଆଜି ଭାବିବାର ନାହିଁ। କେତୁ ଓ ଚନ୍ଦ୍ର ଏଇ ଯୁଗ୍ମ ଗ୍ରହ ସମସ୍ତ ସମସ୍ୟାର ସମାଧାନ କରିଦେବେ। ମୀନ ରାଶି ପାଇଁ ସମସ୍ୟା ଆଦୌ ମୁଣ୍ଡ ଟେକିବନି, କିଛି ଭାବନ୍ତୁନି, ସବୁ ସମସ୍ୟା ତା ବାଟରେ ଆପେ ଆପେ ଚାଲିଯିବ। ବହୁ ଦିନର ଜଞ୍ଜାଳ ଆଜି ପାଖରୁ ଖସିଯିବ, ଶାନ୍ତି ଲାଗିବ। ମୀନ ପାଇଁ କିଛି ଭାବିବାର ନାହିଁ। କେତୁ ଓ ଚନ୍ଦ୍ର ଏଇ ଯୁଗ୍ମ ଗ୍ରହ ସମସ୍ତ ସମସ୍ୟାର ସମାଧାନ ପନ୍ଥା ଖୋଲିଦେବେ। ଧନଲକ୍ଷ୍ମୀ ପ୍ରସନ୍ନ ହେତୁ ଗୃହଲକ୍ଷ୍ମୀ, ବାଣିଜ୍ୟ ଲକ୍ଷ୍ମୀ ପାଖକୁ ଆସିବେ, କରୁଣା କରିବେ। ହେଲେ ମନସ୍ଥ ଯୋଜନା ବିଷୟରେ କାହାକୁ ନ କହିଲେ ଭଲ। ଯେଉଁ ଯୋଜନା ସବୁ କରୁଛନ୍ତି ମନେ ମନେ କାହାକୁ କହନ୍ତୁନି, କହିଲେ ସଫଳ ହେବନି। ଏଇଟା ହିଁ ସତର୍କବାଣୀ। ତେଣୁ ମନର ଯୋଜନା କାହାକୁ କହନ୍ତୁନି, କହିଲେ ସବୁ ବିଗିଡ଼ିଯିବ। ପାରିବାରିକ ସମସ୍ୟା ଦୂର ହେବ, ପରିବାରରେ ଶାନ୍ତି ଦେଖି ଖୁସି ହେବେ, ଜୀବନ ସାଥୀ ହସିବେ ଓ ଉତ୍ସାହିତ କରିବେ, ମଙ୍ଗଳ ହେବ। ସନ୍ତାନମାନେ ମଧ୍ୟ ଉତ୍ସାହିତ କରିବେ, ସୁଖ ଦେବେ। ବନ୍ଧୁ, ଆଜି ପାଇଁ ଏତିକି। ଈଶ୍ୱର ଚାହିଁଲେ ପୁଣି ମୁଁ ଆପଣମାନଙ୍କ ସହିତ ଆସନ୍ତାକାଲି ଏହି ସମୟରେ ଦୁଃଖ ସୁଖ ହେବି। ନମସ୍କାର।